2024 ନିର୍ବାଚନରେ ଜନତା ଜନାର୍ଦ୍ଦନଙ୍କ ପ୍ରଚଣ୍ଡ ଜନାଦେଶ ବିଜେଡି ହାତରୁ ଛଡ଼େଇ ନେଇଛି ରାଜ୍ୟ ଶାସନ କ୍ଷମତା। ସୁପର ପାୱାରରେ ଏବେ ବିଜେପି ଗାଦି ମାଡ଼ି ବସିଛି। ଏତିକି ବେଳେ ବିନ୍ଦାସ ବିଜେଡି ଚେଇଁ ଉଠିଥିବା ଭଳି ଅନୁମାନ କରାଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଫୁଲ୍ ଦମ୍ରେ ବିଜେଡିକୁ ପୁଣି ସଜାଡ଼ିବାକୁ ଉଦ୍ୟମ କରୁଥିବା ବି ଲକ୍ଷ୍ୟ କରାଯାଉଛି। 2024 ନିର୍ବାଚନରେ ବିଜେଡିକୁ ଗୋଟିଏ ବି ଲୋକସଭା ଆସନ ନ ମିଳିବା ବିଜେଡିର ଅପାରଗତାକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବା ବେଳେ 21 ଆସନରୁ 20 ଆସନ ସାଉଁଟି କେନ୍ଦ୍ରରେ ବିଜେପି ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ଓଡ଼ିଶା ବିଜେପି। ଏହି ସମୟରେ ରାଜ୍ୟସଭାରେ ଥିବା ବିଜେଡିର 9 ଜଣ ସାଂସଦଙ୍କୁ ନେଇ ବିଜେଡି ନିଜର ଦବଦବା ଦେଖାଇବାକୁ ତୟାର ହେଉଛି। ରାଜ୍ୟସଭାର 9 ଜଣ ସାଂସଦଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ବିଜେଡି ନିଜର ଆଭିମୁଖ୍ୟ ବଦଳାଇ ସ୍ୱର ଶାଣିତ କରିବ ବୋଲି ନିଷ୍ପତ୍ତି ନେଇଛି। ଏବେ ଆଉ ନରମ ନୀତି ଅବଲମ୍ବନ ହେବ ନାହିଁ, ପୁରା କଡ଼କ। ବିଗତ ଦିନରେ ବିଜେପି ବିରୋଧରେ ବିଜେଡିର ଏଭଳି କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିନଥିଲା। କେନ୍ଦ୍ରରେ ବିଜେପି ସରକାରକୁ ଅଧିକାଂଶ ସ୍ତରରେ ସମର୍ଥନ ଦେଇ ଆସୁଥିଲା ବିଜେଡି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୋଇ ଆସୁଥିଲା। 2024 ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ମେଣ୍ଟକୁ ନେଇ ବି ଚର୍ଚ୍ଚା ଖୁବ୍ ଜୋର ଧରିଥିଲା। କିନ୍ତୁ ଏବେ ଆଉ ସେକାଳ ପଖାଳ ନାହିଁ। ଓଡ଼ିଶା ରାଜନୀତିରେ ବଡ଼ ଧରଣର ଓଲଟପାଲଟ ହୋଇସାରିଛି। ବିଜେଡି ମୁଠାରୁ ଶାସନ କ୍ଷମତା ଗଳି ପଡ଼ିଥିବା ବେଳେ ବିଜେପି ଫୁଲ୍ ଦମ୍ରେ ସାଉଁଟିଛି କ୍ଷମତା। ଏତିକି ବେଳେ ରାଜ୍ୟସଭାରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗକୁ ନେଇ ବିଜେପିକୁ ପାଣି ପିଏଇବ ବିଜେଡି ବୋଲି ଅଣ୍ଟା ଭିଡ଼ିଛି।